ଆଜି ଆପଣମାନଙ୍କୁ କହିବି ଭିମରାଲ ବିଷୟରେ। ତ ଭିମରାଲ ଯେତେବେଳେ ମୁଁ ଫାଷ୍ଟ କରି ଚିଆଁ ଆଣିଥିଲି ତ ଭିମରାଲ ସେମାନଙ୍କୁ ମୁଁ ଦେଇନଥିଲି। ଆଉ ପରେ ଯେତେବେଳେ ମୁଁ ଆଉ ଥରେ ଚିଆଁ ଆଣିଲି ତ ମୁଁ ପ୍ରାୟ ପଚାରିଲି ଯେଉଁ ଭେଟେନାରୀ ଅଫିସ୍ ଆମର ଯେଉଁମାନେ କୁକୁଡ଼ା ଆଉ ପଶୁମାନଙ୍କର ସବୁ ଔଷଧ ମିଳୁଛି ସେଇଠି ଯାଇକି ପଚାରିଲି ଯେ ସେ କହିଲେ ଦିନେ 2 ଦିନ ଛାଡ଼ିକି ତୁମେ ଭିମରାଲ ଦିଅ। ତ ମୁଁ ଏଇଟା ଆଣିଥିଲି ଆଉ ତା ସାଙ୍ଗରେ ଆହୁରି ବି ଗୋଟେ ଆଣିଥିଲି। ଦେଖନ୍ତୁ ଏଇଟା ଆଣିଛି ଏଇ ଚିକ୍ସ। ଏଇଟା ବି ଏଥିରେ ମିକ୍ସ ମାନେ 1 ଲିଟର ପାଣିରେ 5 ଗ୍ରାମ ମୋତେ କହିଥିଲେ ଲେଖିକି ଦେଇଛନ୍ତି। ଆଉ ଏଇଟା ମୁଁ ଦେଲି ତ ଏଇଟା ଦେବାରୁ କୁକୁଡ଼ାମାନଙ୍କର ମାନେ ଯେଉଁ ଆଗ ଅପେକ୍ଷା ମୁଁ ଯେତେବେଳେ ପ୍ରଥମେ ଆଣିଥିଲି ତ ସେତେବେଳେ ଟିକେ ମାନେ ମରି ଯାଉଥିଲେ ଟିକେ। ତ ଏଇ ଦୁଇଟା ଦେବାରୁ ଆଉ ଆଜିକି ମୋର ପ୍ରାୟ 10 ଦିନ ହେଇଯିବ ଚିଆଁ ତ ଏତେ ମରିନାହାନ୍ତି ତ ଭଲ ଅଛନ୍ତି। ତ ଏଇଟା ମୁଁ ଭାବୁଛି ଏଇ ଜିନିଷଟା ଦେବାରୁ ମାନେ ଭଲ ଚିଆଁ ରହିଛନ୍ତି ବୋଲି। ତ ଏବେ ଦେଖନ୍ତୁ ଏଇଟା ଭିମରାଲ ତ ଏଇଟା ପାଣି ଔଷଧଟା ତ ୟାକୁ ମୁଁ ପାଣିରେ 1 ଲିଟର ପାଣିରେ ମାନେ 5 ml ଦଉଛି। 4-5 ଦିନ ଦେଲି ଆଣିବା ପରେ 2 ଦିନ ପରେ ତ ଏବେ ଭଲ ଅଛନ୍ତି ସବୁ କୁକୁଡ଼ା। ଚିଆଁ ଭଲ ଅଛନ୍ତି ମୋର। ତ ବଡ଼ କୁକୁଡ଼ାମାନଙ୍କୁ ବି ଦେଇହେବ ଏଥିରେ ବି ଲେଖା ଅଛି ବଡ଼ ଚିକ୍ସ ମାନଙ୍କୁ ଦେବ। ଆଉ ସେ ବି କହିଦେବେ ଆପଣ ଯେଉଁଠୁ ଆଣିବେ ସେ ବି କହିଦେବେ ଯେ କେତେ ଆପଣ ଦେବେ। ତ ଏଇଥିରେ ସବୁ ଅଛି କହିଲେ ହେଲ୍ଥ ବି ଭଲ ହେବ। କୁକୁଡ଼ା ବଡ଼ ବି ହେବ ତ ସେଥିପାଇଁ ମୁଁ ଏଇଟା ଆଣିଥିଲି। ତ ଚାଲନ୍ତୁ ଏବେ ଦେଖିବା ମୋର ଚିଆଁ କେମିତି ଅଛନ୍ତି। ତ ଏବେ ରଖିଦେବା। ଏଇଟା ଦେଖନ୍ତୁ ଏଇଟା ବି ଦେଇଥିଲେ ଗୋଟେ। ଏଇଟା ପାଣିରେ ମିକ୍ସ କରିବା ପାଇଁ ମିକ୍ସ କରିକି ଦେବା ପାଇଁ ଏଇଟା ଦେଇଥିଲେ। ତ ଚାଲନ୍ତୁ ଦେଖିବା ଚିଆଁ ସବୁ ଏଇଠି ଅଛନ୍ତି ଭିତରେ। ତ ମୁଁ ଏଥିରେ ତମ ସବୁ ଡିଙ୍କ ଦେଖନ୍ତୁ ସବୁ ଏକାଠି ଅଛନ୍ତି। ଏଠି ଦାନା ଖାଉଛନ୍ତି ସବୁ। ତ ଏବେ ଆମର ବର୍ଷା ପାଇଁ ଲାଇନ କଟି ଯାଇଛି। ଦେଖନ୍ତୁ ସବୁ ଦାନା ଖାଉଛନ୍ତି। ଆଉ ଏଠି ଡିଙ୍କ ମାନେ ପାଣି ଦେବା ପାଇଁ 2ଟା ପାତ୍ର ରଖିଛି। ତ ଏଠି ବି ଆସିକି ସେମାନେ ପାଣି ପିଉଛନ୍ତି ଯୋଉଟାରୁ ଯାହାର ଯେତେବେଳେ ଇଚ୍ଛା ହଉଛି ସେ ପିଉଛି ପାଣି। ଦେଖନ୍ତୁ ଗାତ ଖୋଳିକି ଯୋଉ ମୁଁ କୁଣ୍ଡା ଦେଇଥିଲି ସେମାନଙ୍କୁ ଗାତ ଖୋଳିକି ସେମାନେ ଶୋଉଛନ୍ତି ବି। ଚାଲ 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 ହାଡ଼େ ଚାଲ ଚାଲ। ଶିକ୍ ଇଆଡ଼େ ହୁଁ। ସେମାନେ ଏଇ ଭିତରେ ମୁଁ ମସୁରୀ ଟାଣି ଦଉଛି ଏଇ ବାହାର ପଟେ ସବୁ ରହିଯାଉଛି ମାନେ ବଡ଼ ବଡ଼ କୁକୁଡ଼ା ତ ସେଥିପାଇଁ ବୋଲି ବାହାରେ ୟାକୁ ମଶୁରୀରେ ରଖୁଛି। ହୁଁ। ତ ଏବେ ମାନେ ସବୁ ଭିତରେ ଅଛନ୍ତି। ମାନେ ଭୋକ ହେଲେ ଆସିକି ଖାଉଛନ୍ତି ଏଇଠି କରୁ ପାଣି ଶୋଷ ହେଲେ ବି ପାଣି ପିଉଛନ୍ତି। ତ ଏମାନଙ୍କର ମାନେ ଏଇ ଯେଉଁ ଔଷଧ ଦେବାରୁ ଟିକେ ଭଲ ଅଛନ୍ତି ମାନେ ସବୁ ଚିଆଁ ଭଲ ଅଛନ୍ତି ସୁସ୍ଥ ଅଛନ୍ତି। ଆଉ ଆର ଥର ଯେତେବେଳେ ଫାଷ୍ଟ ଥର ମୁଁ ଆଣିଥିଲି କିଛି ମରିଯାଇଥିଲେ ତ ମୁଁ କିଛି
ଭିମରାଲକୁ ଦେଲା ପରେ ଆଉ ସେଇ ଯେଉଁ ପାଉଡ଼ରଟା ପାଣିରେ ମିଶେଇକି ଦେଲା ପରେ ତ ଏବେ ଠିକ୍ ମୋତେ ଲାଗୁଛି। ତ ମୁଁ ଫାଷ୍ଟ ଟିକେ ଜାଣିନଥିଲି ତ ମୁଁ ଦେଇପାରିଲିନି ହେଲା। ଗାଈର ବି ଗାଈ ଚିତ୍ର ବି ଅଛି। ତ ସେଥିପାଇଁ ମୁଁ ଏବେ ଦେଲା ପରେ ଭଲ ଅଛନ୍ତି। ତ ୟାକୁ ବି ମଝିରେ ମଝିରେ ମୁଁ ଦେଇଦଉଛି। ତ ବଡ଼ କୁକୁଡ଼ା ମାନଙ୍କୁ ବି ଟିକେ ଦଉଛି ଅଧିକା, ମାନେ 5 ml 1 ଲିଟର ହେଲେ ବଡ଼ ମାନଙ୍କୁ ଟିକେ ଅଧିକା ଦଉଛି। ତ ସେଇଟା ଆପଣ ପଚାରିବେ। ତ ମୋତେ କହିଥିଲେ ଟିକେ ବଡ଼ ବଡ଼ କୁକୁଡ଼ାକୁ ଟିକେ ଅଧିକା ଦେଲେ ବି ଚଳିବ। ଏକା କାରଣ ମୁଁ ଅଧିକା ଦଉନି, ରିକ୍ସ ନେବା ପାଇଁ ଚାହୁଁନି। ତ ସେଇ 5 ml ରେ ହିଁ ଯେଉଁ ପାଣି ରଖୁଛି ସେଇଟା ଦେଇଦଉଛି। ତ ଏବେ କୁକୁଡ଼ା ଠିକ୍ ଅଛନ୍ତି। ତ ଭିମରାଲ ହିଁ ନିହାତି ଆଣନ୍ତୁ ଯେତେବେଳେ ଫାଷ୍ଟ କି ଆପଣ ଆଣିବେ ଚିଆଁ, ତ ଭିମରାଲ ନିହାତି ଆଣନ୍ତୁ। ଆଉ ଏଇ ପାଉଡ଼ରଟା ତ ଦେଖନ୍ତୁ, ଯଦି ଆପଣ ଜାଣିପାରୁନାହାନ୍ତି ଏଇ ପାଉଡ଼ର ନା, ତ ମୋତେ କମେଣ୍ଟ ବି କରନ୍ତୁ। ମୁଁ କମେଣ୍ଟରେ ନିହାତି କହିଦେବି। ତ ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ ନିହାତି କରିବେ। ରହିଲି, ଜୟ ଜଗନ୍ନାଥ।